ନମସ୍କାର ବନ୍ଧୁମାନେ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏହି ତିନି ଗୋଟି ରାଶି। ମା ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କର ଦୁଃଖର ଦିନ ଏବେ ଶେଷ ହେବାକୁ ଯାଉଅଛି। ରାଶି ଚକ୍ରରେ ଥିବା 12 ଗୋଟି ରାଶି ମଧ୍ୟରୁ ଏଭଳି ତିନି ଗୋଟି ରାଶି ଅଛନ୍ତି ଯେଉଁମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ କୃପା ବର୍ଷା ହେବାକୁ ଯାଉଅଛି। ଏହି ତିନି ଗୋଟି ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ତିନି ଗୋଟି ରାଶି ଯିଏକି କୋଟିପତି ହେବାର ରାସ୍ତାରେ ଚାଲୁଛନ୍ତି ଏବଂ ଆଜିଠାରୁ ଗ୍ରହମାନଙ୍କର ଗୋଚର ସ୍ଥିତି କିଛି ଏଭଳି ଭାବରେ ବନିବାକୁ ଯାଉଅଛି ଯାହାଫଳରେ ଏହି ରାଶି ଗୁଡ଼ିକ ମାଲାମାଲ ହେବାକୁ ଯାଉଛନ୍ତି। ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବାକୁ ଯାଉଛି। ମା ଲକ୍ଷ୍ମୀଙ୍କର କୃପାରୁ ଆପଣମାନଙ୍କୁ ସଠିକ ସମୟରେ ବହୁତ ବଡ଼ ଧନ ଲାଭ ହେବାର ଅଛି। ଆପଣଙ୍କର ଉପରୁ ସବୁ କରଜ ଭାର ଖସିଯିବ। ଆପଣଙ୍କର ସବୁ କଷ୍ଟ ଦୂର ହୋଇଯିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ବହୁତ ଶୀଘ୍ର ବିବାହ ଯୋଗ ମଧ୍ୟ ପ୍ରାପ୍ତି ହେବାକୁ ଯାଉଅଛି। ବ୍ୟାପାର ବାଣିଜ୍ୟରେ ମଧ୍ୟ ଖୁବ୍ ଜୋରସୋରରେ ଉନ୍ନତି ଦେଖାଦେବ। ମନ ପସନ୍ଦର ଚାକିରି ହେବାର ଯୋଗ ମଧ୍ୟ ବନୁଅଛି। ସନ୍ତାନ ସୁଖ ପ୍ରାପ୍ତି ହେବା, ଆପଣଙ୍କର ଘର ଉପରେ ଟଙ୍କା ବର୍ଷା ହେବା। ମା ଲକ୍ଷ୍ମୀଙ୍କର କୃପାରୁ ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କ୍ୟାରିୟର କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବା ସହିତ ଶିକ୍ଷା କ୍ଷେତ୍ରରେ ବହୁତ ସଫଳତା ଲାଭ କରିବେ ଏବଂ ଆପଣଙ୍କୁ କୌଣସି ଖୁସି ଖବର ନିଶ୍ଚିତ ମିଳିବ। ଆପଣଙ୍କୁ ବର୍ତ୍ତମାନ ଦୂର ଯାତ୍ରା କରିବାର ସୁଯୋଗ ମଧ୍ୟ ପ୍ରାପ୍ତି ହେବ। ଏହା ସହିତ କାର୍ଯ୍ୟକ୍ଷେତ୍ରରେ ନୂଆ ନୂଆ ସାଙ୍ଗସାଥି ମିଳିବେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ତେବେ ଆସନ୍ତୁ ଜାଣିବା ସେହି ତିନି ଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯେଉଁମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହେବାକୁ ଯାଉଅଛି। ଯେଉଁମାନଙ୍କର ଭାଗ୍ୟ ଆଜି ରାତିଠାରୁ ବଦଳିବାକୁ ଯାଉଅଛି, ଯାହାର ବିଷୟରେ ଆଜି ଆମେ ଏହି ଭିଡ଼ିଓରେ କଥା ହେଉଛେ। ଏହା ପୂର୍ବରୁ ଯଦି ଆପଣମାନେ ବି ମା ଲକ୍ଷ୍ମୀଙ୍କୁ ମନରୁ ଭକ୍ତି କରିଥାନ୍ତି ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବିଛା ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ଦୃଷ୍ଟି ବନିବାକୁ ଯାଉଅଛି। ଆପଣମାନଙ୍କର ଜୀବନରେ ସଫଳତା ମିଳିବାର ଏବେ ଯୋଗ ବନୁଅଛି। ଆପଣମାନଙ୍କୁ ଆର୍ଥିକ ସଙ୍କଟଠାରୁ ମୁକ୍ତି ମିଳିବ। ଆପଣମାନେ ଦିନରାତି ପରିଶ୍ରମ କରି ଉନ୍ନତି କରିବା ସହିତ ଗୋଟିଏ ନୂଆ ପରିଚୟ ସୃଷ୍ଟି କରିବେ। ସନ୍ତାନ ସୁଖ ପ୍ରାପ୍ତି ହେବା ସହିତ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପ୍ରାପ୍ତି ହେବ। ପ୍ରେମ ଜୀବନରେ ଖୁସିର ମାହୋଲ ଲାଗି ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ଏବଂ ଆଜି ରାତିଠାରୁ ଆପଣଙ୍କର ଜୀବନରେ ଖୁସିର ବର୍ଷା ହେବା। ଧନ କମାଇବା ପାଇଁ ନୂଆ ନୂଆ ବାଟ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କର ବିଛା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। କନ୍ୟା ରାଶି। ଆପଣଙ୍କର ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ ମା ଲକ୍ଷ୍ମୀଙ୍କର କୃପାରୁ, ଯାହା ଫଳରେ ସାମାଜିକ ପ୍ରତିଷ୍ଠା ଆପଣମାନଙ୍କର ଭାଗ୍ୟ ଖୋଲିବ। ଆପଣମାନଙ୍କୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ପୂରା ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ଉନ୍ନତି କରିବେ। କୌଣସି ବଡ଼ ଖୁସି ଖବର ଆପଣଙ୍କୁ ପ୍ରାପ୍ତି ହୋଇପାରେ। ଧନର ଅପାର ବୃଦ୍ଧି ଏବଂ ଚାକିରିର ପ୍ରମୋଶନ ହେବାର ଯୋଗ ମଧ୍ୟ ବନିବ। ସନ୍ତାନ ସୁଖ ପ୍ରାପ୍ତି ହେବା ସହିତ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ପ୍ରେମ ଜୀବନରେ ଖୁସିର ମାହୋଲ ଲାଗି ରହିବ। ବିବାହ ବୟସ ହୋଇଥିଲେ ବିବାହର ଯୋଗ ମଧ୍ୟ ବନୁଅଛି। ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କର ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଆପଣଙ୍କର କନ୍ୟା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତୁଳା ରାଶି। ତୁଳା ରାଶି ହେଉଛି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ରାଶି। କାହିଁକି ନା ତୁଳା ରାଶିର ଅଧିପତି ହେଉଛନ୍ତି ଶୁକ୍ର ମହାରାଜ ଏବଂ ଶୁକ୍ର ଗ୍ରହକୁ ମା ଲକ୍ଷ୍ମୀଙ୍କର କାରକ ବୋଲି ମନାଯାଇଥାଏ। ବର୍ତ୍ତମାନ ଆପଣଙ୍କର ଜୀବନରେ ଏବେ ଅପାର ସଫଳତା ମିଳିବାର ସମ୍ଭାବନା ନଜର ଆସୁଅଛି। ଆପଣଙ୍କର ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ। ଆପଣ କିଛି ଏକ୍ସଟ୍ରା ଇନକମ୍ କରିବାର
କରିବାକୁ ଭାବିପାରନ୍ତି। ଆପଣ ଆଜି ରାତିଠାରୁ କିଛି ନୂଆ କରି ଦେଖାଇ ପାରନ୍ତି। ଆପଣଙ୍କର ଭଲ ଚାକିରି ମିଳିବାର ଯୋଗ ବନୁଅଛି। ସାମାଜିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଜୀବନରେ ସବୁ ଅସୁବିଧା ଦୂର ହେବ। ସନ୍ତାନ ସୁଖ ପ୍ରାପ୍ତି ହେବ। ପ୍ରେମ ଜୀବନରେ ନୂତନ ପାର୍ଟନର ମିଳିପାରନ୍ତି ଏବଂ ସଫଳତା ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଅଟକି ରହିଥିବା ଆପଣଙ୍କର ସମସ୍ତ କାର୍ଯ୍ୟ ଏବେ ସଫଳ ହେବ। ଆପଣ କିଛି ନୂତନ ଯାନବାହନ କ୍ରୟ କରିପାରନ୍ତି। ଆପଣଙ୍କୁ ସମସ୍ତ ଋଣ କରଜରୁ ମୁକ୍ତି ମିଳିବ। ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କୁ କିଛି ଥଣ୍ଡା, କାଶ, ମୁଣ୍ଡବିନ୍ଧା ସ୍ୱାସ୍ଥ୍ୟରେ ଦେଖା ଦେଇପାରେ। ତା ପ୍ରତି ଆପଣ ଟିକେ ଜଗି ରଖି ଚଳିବାକୁ ପଡ଼ିବ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତ ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। କିମ୍ବା ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଧନ୍ୟବାଦ।